ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଆଜି ସକାଳୁ ସକାଳୁ ଉଠି ଆଳୁ କାଟି ମୁଢ଼ି ଖାଇବା ପାଇଁ ତାଟିଆ ବସା ପ୍ରସ୍ତୁତ କଲି। ହେଇଗଲା ମୋର ତାଟିଆ ବସା। ଏବେ ମୁଢ଼ିଟିକୁ ଗୋଳି ତାଟିଆ ବସା ସହିତ ମୁଁ ଖାଇଲି। ପାଖରେ ରଘୁବାବୁ ବସିଥିଲେ। ରଘୁବାବୁ ପଚାରୁଥିଲେ କେମିତି ହେଇଛି। ମୁଁ କହିଲି ବହୁତ ବଢ଼ିଆ ହୋଇଛି। ତାପରେ ରଘୁବାବୁ ମୋତେ ଦେଖେଇଲେ, ସେ ଗୋଟେ ନୂଆ କମଳ କିଣିଥିଲେ। କହିଲେ କେମିତି ହେଇଛି ବିମଳ, ଦେଖିକି କହ। ମୁଁ କହିଲି ହଁ ବହୁତ ବଢ଼ିଆ ହେଇଛି, ତୁମେ ଆସ ଖାଇବ। ସିଏ ଆସିଲେ, ଆମର ଭାତ ଖାଇବା ପାଇଁ ଜଲ୍ଦି ଜଲ୍ଦି ପରିବା କାଟିଲେ। ପରିବା କାଟି ଆମର ପ୍ରସ୍ତୁତ ହେବେ ଭାତ ଖାଇବା ପାଇଁ ତରକାରୀ ପ୍ରସ୍ତୁତ ହେବ। ସେଥିପାଇଁ ଆମେ ଖାଇସାରି ବୁଲୁ ଭାଇ ମୁଁ ଚା ପିଇବା ପାଇଁ ବାହାରି ଗଲୁ। ଚା ପିଇବାକୁ ଯିବା ସମୟରେ ପଣ୍ଡା ବାବୁଙ୍କୁ ସାଥିରେ ନେବା ବୋଲି ଭାବିଥିଲୁ। ପଣ୍ଡା ବାବୁ ଘରକୁ ଯିବେ କହୁଥିଲେ। ଆମେ ଆସି ଚା ଦୋକାନରେ ପହଞ୍ଚିଗଲୁ। ଚା ଦୋକାନରେ ବୁଲୁ ଭାଇ ମୁଁ ଆମେ ଚା ପିଇଲୁ। ଚା ପିଇ ସାରି ରିଟର୍ନ ଆସିଲା ବେଳକୁ ପଣ୍ଡା ବାବୁ ତ ଯାଇନଥିଲେ। ସେଠି ମୋ ସାଙ୍ଗ ଦେଖା ହେଇଗଲେ। ଦେଖନ୍ତୁ, ମୁଁ ତାକୁ ସବୁବେଳେ ବିସ୍କୁଟ ଦିଏ, ସେ ସବୁବେଳେ ମୋ ରାସ୍ତାକୁ ଚାହିଁ ବସିଥାଏ। ସେଠି ଆମେ ପଣ୍ଡା ବାବୁକୁ ବସ୍ରେ ଉଠେଇ ଦେଇ ଆସିଲୁ। ଆସିଲା ବେଳକୁ ଇଏ ଚୁର ଆମର ରୁମ୍ରେ ଶୋଇଥିଲେ ମୁହଁ ଗୁଡ଼େଇ। ମୁଁ ତାଙ୍କ ଭିଡ଼ିଓ କରୁଛି ତ ତାଙ୍କୁ ଲାଜ ଲାଗୁଛି, ମୁହଁ ଲୁଚଉଛନ୍ତି। ରହିଲି, ଜୟ ଜଗନ୍ନାଥ।